ଯେହେତୁ ଆଜି ଗୁରୁବାର ତ ଆପଣ ମାନଙ୍କୁ ମୋ ଠାକୁର ଘରୁ ଆଜି ପ୍ରଥମ ଭିଡିଓଟି ଷ୍ଟାର୍ଟ କରଉଛି। ତ ଆପଣ ମାନେ ବୁଲନ୍ତୁ ମୋ ଠାକୁର ଘର ଆଉ କେମିତି ଲାଗୁଛନ୍ତି ଆମର ସବୁ ଠାକୁର ଠାକୁରାଣୀ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣେଇବେ। ଯେହେତୁ ଆମ ଘରେ ସବୁ ପ୍ରକାର ଠାକୁର ଠାକୁରାଣୀଙ୍କୁ ଆପଣ ମାନେ ପାଇପାରିବେ। ଆଉ ମଝିରେ ଯୋଉ ଫାଙ୍କା ଦେଉଛନ୍ତି ସେଠି ବାଗେଶ୍ୱର ବାଲାଜୀଙ୍କ ଫଟୋ ଥିଲା ଯାହା ହୁଏ ତଳକୁ ଆସ୍ଥାନକୁ ଅଣା ହେଇଛି ତାଙ୍କର ଗୋଟେ ପୂଜା ବିଧି ସ୍ୱତନ୍ତ୍ର ଭାବରେ କରାଯାଉଛି। ତ ମୁଁ ଏଇଠି ରେଡି ହେଇକି ପଳେଇଥିଲି ଠାକୁରଙ୍କୁ। ତାପରେ ପୂଜା କରିସାରିଲା ପରେ ଦେଖନ୍ତୁ ଛେନା କଦଳୀ ନଡିଆ ପୂଜା ହେଇଥିଲା, ତା ସହିତ ଲଡୁ ଦିଟା ପୂଜା କରିଥିଲି। ତ ସମସ୍ତଙ୍କୁ ମୋ ତରଫରୁ ନମସ୍କାର, ଜୟ ଜଗନ୍ନାଥ। ଆଶା କରୁଛି ଆପଣ ମାନେ ସମସ୍ତେ ଭଲ ଥିବେ, ଖୁସିରେ ଥିବେ ଆଉ ବିନ୍ଦାସ ଥିବେ। ତ ମୁଁ ରେଡି ହେଇକି ଏପଟେ ମୋ ପୁଅର ଟିଫିନ ରେଡି ହେଇଯାଇଥିଲା। ଟିଫିନ ମାନେ ତା ପାଇଁ ଆଜି ସ୍ପେଶାଲ କିଣା ହେଇକି ଆସିଥିଲା ଇଟିଲି ଆଉ ସମୋସା। ସେ ତାକୁ ଖାଇବ ବୋଲି ଫୋନ ଦେଖିବ ବୋଲି ବ୍ୟସ୍ତ ହଉଥିଲା, ମୁଁ ଫୋନ ଛଡେଇ ନେଇଥିଲି। ଆଉ ଏପଟେ ଦେଖନ୍ତୁ ଡାଲମା ବସେଇ ଦେଇଛି, ଅରୁଆରେ ଯେହେତୁ ହବ ଡାଲମା ଭାତ ଦିଟା ଯାକ ହେଇଯାଇଛି। ଆଉ ତାପରେ ଦେଖନ୍ତୁ ଆମର ବହୁତ ମାନେ କ୍ଲୋଜ ଜଣେ ତା ନଟଖଟ ଟିକେ ଦେଖିବ। କଣ ଖାଇଛୁ? କଣ ଖାଇଛୁ? ଭାତ ଆଉ କଣ? ଅଣ୍ଡା ଆଉ କଣ ଖାଇଛୁ? ଇଏ ଆମ ଉପର ଘରେ ରେଣ୍ଟ ରେ ଅଛନ୍ତି, କିନ୍ତୁ ତାର ମୋର ବହୁତ ଭଲ ଚାଲେ। ତ ସେ ପ୍ରାୟ ଟାଇମ ମୋ ପାଖକୁ ଆସେ, ଆଉ ପାର୍ଲରରେ ଥିଲା ବେଳେ ବି ଘରେ ଥିଲା ବେଳେ ବି।